मोर प्रिय भक्त समाज जय जगन्नाथ। आपण माने जगन्नाथ नाम नियंतु लाभरे रहिबे। आसंतु आज जानिबा सुंदर विषयटिए। फूल आमे काहींकी ठाकुरंकु अर्पण करू। यही भिडियोटी को देखि हुए तो मोर नास्तिक भाई मैंने रागी पारती, किंतु भिडियोटी को शेष पर्यंत देखंतु। तापर जदि आपण माने रागिबे रागी पारती। फूल आमे ठाकुर को काहींकी अर्पण करू। फूल को जानिबा आमे सुगंध पुष्प ठाकुर को काहींकी देऊ। गंधहीन पुष्प आमे ठाकुर को काहींकी अर्पण करू नाही। ठाकुर कौन आम ठारो पुष्प नेबा पाई बसिसंती। से तो सर्व ठारे से विराजमान, सबु ठारे विराजमान। तेणु आमे काहींकी पुष्प आनी ठाकुर को देऊ। आमर श्रमर मूल्य कौन हुए जदि आमे ठाकुर को फूल देई तार प्राप्य न पाऊ, आमर देवा वृथा। तेणु समाज संस्कारक भाई माने शुणु, आपण भगवान को फूल सुगंध फूल काहींकी अर्पण करती। प्रथमे आमे गीतारू पदटी नवा, तापरे आमे संपूर्ण विषय वस्तु को बुझेइबा। आपण माने धैर्य सहकारे शेष पर्यंत देखंतु, तेबे जाई जानी परिबे। पत्रं पुष्पं फलं तोयं यो मे भक्तं प्रयच्छति तदां भक्त्युपौतमस्मि प्रयतन् मनः। एठारे भगवान पत्र फूल फल कथा कहउछंती। आमे केवल आज फूल विषय रे जानिबा, पत्र और फल विषय रे परवर्ती अध्याय रे जानिबा। सुगंध पुष्प आ गोटे गंधहीन पुष्प। भगवान सुगंध पुष्प काहींकी देछंती, गंधहीन पुष्प काहींकी देछंती। जदि दुईटी फूल देछंती संसार को, तेबे सुगंध पुष्प ही भगवान को पाख को जाउची, गंधहीन पुष्प आमे देउना। यार कारण जानिबा। नास्तिक मानक मत गोटे देखिबा। नास्तिक मानकर मत फूलर जन्म फल पाई। संसार रे फूल सौंदर्य बढ़ाए, प्रकृति को सुंदर कराए। फूल फल पाई जात होता है। आमे बुझिबा जे जदि फूल फल पाई जात हुए, एमती गछ अच्छी जानती से गछर फूल फुटे ना, तेरे तार फल अंश कुआड़े जाए। उद्भिदर सुगंध पुष्प ही आमे लगाऊँ, यहीटा बुझंतु। आमे जानिबा जे जदि नास्तिक भाई मानकर मत नेबा, तेबे आमर कौन पाइबा। जदि आमे नास्तिक मत नहीं, जदि आमे फूल सुगंध फूल भगवान को न देवा, तेबे आमे कौन पाइबा। आमे किछि पाइबा नहीं। आमे भक्ति मार्गरू दूरे जीवा। आपण नास्तिक हुई जते रहिबे, सेते सेते भक्ति रूपक ज्ञान, तत्व ज्ञान ए सबरू ओहरी जीवे। तेणु गंधहीन पुष्प जात होइछि काई पाई,
ନା ସଂସାରରେ ଦୁଇଟି ତତ୍ତ୍ୱ ଅଛି, ଖରାପ ଭଲ, ଗନ୍ଧ ବାସ ସବୁ ଦେଖିବେ ବିପରୀତ ଶବ୍ଦ ଅଛି। ତେଣୁ ସଂସାରରେ ମଣିଷ ମଧ୍ୟ ଦୁଇ ପ୍ରକାର ଅଛନ୍ତି। ତେଣୁ ଭଗବାନ କହୁଛନ୍ତି ଯିଏ ଗନ୍ଧହୀନ ପୁଷ୍ପର ଆକର୍ଷଣ ହେବ ସେ ମୋର ନାସ୍ତିକ ଭକ୍ତ। ଯିଏ ମୋର ସୁଗନ୍ଧ ପୁଷ୍ପ ମୋତେ ଅର୍ପଣ କରିବ ସେ ହେଉଛି ମୋର ଭକ୍ତ। ମୋର ଆସ୍ତିକ ଭକ୍ତ, ଆସ୍ଥା ମୋ ଉପରେ ରଖିଛି, ସେମାନେ ମୋର ଆସ୍ତିକ ଭକ୍ତ। ମୁଁ ସେମାନଙ୍କ ପ୍ରତି ଆସକ୍ତ ହୋଇଥାଏ। ସମସ୍ତଙ୍କ ପ୍ରତି ଆକର୍ଷିତ ହୁଅନ୍ତି, କିନ୍ତୁ ଭକ୍ତିରେ ଯେଉଁମାନେ ଥାନ୍ତି ତାଙ୍କ ପ୍ରତି ଭଗବାନଙ୍କର ଆକର୍ଷଣ ଶକ୍ତି ଉତ୍ପନ୍ନ ହୁଏ। ଭଗବାନ କରନ୍ତି ନାହିଁ, ଭଗବାନଙ୍କ ନଜରରେ ସମସ୍ତେ ସମାନ। ଏଇଟା ହେଉଛି ଭଗବାନଙ୍କର ବିଧାନ। ଯିଏ ଭଗବାନଙ୍କର ଆକର୍ଷଣର କେନ୍ଦ୍ର ହେଲା ସେ ଆପେ ଆପେ ଆକର୍ଷିତ ହୋଇଯାଏ। ତେଣୁ ଆମେ ବୁଝିବା ଯେ ଗନ୍ଧଯୁକ୍ତ ପୁଷ୍ପ ଆମେ ଭକ୍ତି ଠାକୁର ପୂଜା କଲାବେଳେ ଆମେ କାହିଁକି ଦେଉ, ଏହାକୁ ବିସ୍ତାରିତ ରୂପେ ବୁଝନ୍ତୁ। ଏଇଠି ସନ୍ଧି ଅଛି। ଆମେ ତ ଫୁଲ ଦେଉ କ'ଣ? ମମ ଫୁଲ, ମୋର ଫୁଲ, ଠାକୁରଙ୍କ ପାଖକୁ ଦେଉ। ମମ ଫୁଲ କ'ଣ? ମୁଁ ବାସ୍ନାଯୁକ୍ତ ଫୁଲ, ମୁଁ ସୁଗନ୍ଧ ଫୁଲ ହୋଇ ମୁଁ ଆପଣଙ୍କୁ ନିକଟସ୍ଥ ହେବା ପାଇଁ ଅର୍ପଣ କରୁଛି। ଆପଣ ଯଦି ଏହାକୁ ସାଦରେ ଗ୍ରହଣ କରୁଛନ୍ତି ତେବେ ଆପଣଙ୍କର ନିକଟସ୍ଥ ହେବା ପାଇଁ ଆପଣ ଶକ୍ତି ଯୋଗାଉଛନ୍ତି। ଭଗବାନ ଆପେ ଆପେ ସେ ସମୟରେ ଭକ୍ତି ଫୁଲକୁ ଗ୍ରହଣ କରନ୍ତି। କିନ୍ତୁ ଖାଲି ପୂଜା କଲେ ତ ହେବନି। ଭକ୍ତି ଫୁଲ ହୃଦୟ ମଧ୍ୟରେ ବାସ୍ନାଯୁକ୍ତ ଫୁଲକୁ ନେଇ ସେଇ ହୃଦୟ ମଧ୍ୟରେ ଥିବା ବାସ୍ନାଯୁକ୍ତ ଫୁଲକୁ ନିଅନ୍ତି ଭଗବାନ। ଯଦି ଆପଣଙ୍କର ହୃଦୟରେ ଗନ୍ଧହୀନ ପୁଷ୍ପ ଜାଗ୍ରତ ହେଉଥିବ ସେତେବେଳେ ଭଗବାନ ଆପଣଙ୍କର ଫୁଲ ନିଅନ୍ତି ନାହିଁ। ଆପଣ ବୁଝନ୍ତୁ, ଆପଣ ଗନ୍ଧହୀନ ପୁଷ୍ପ ହୋଇ ଜୀବନଯାପନ କରୁଛନ୍ତି ନା ସୁଗନ୍ଧ ପୁଷ୍ପ ହୋଇ ଜୀବନଯାପନ କରୁଛନ୍ତି। ଯଦି ଆପଣ ସୁଗନ୍ଧ ପୁଷ୍ପ ହୋଇ କରୁଛନ୍ତି ତେବେ ଭଗବାନଙ୍କର ନିକଟତର ନିଶ୍ଚିତ। ଆପଣଙ୍କର ଖାଲି ପୂଜା କଲେ ହେବ ନାହିଁ, ମନ୍ତ୍ର ପଢ଼ିଲେ ହେବ ନାହିଁ, ଯେକୌଣସି କାମ କଲେ ସେଇଟା ଯଦି ଚିତ୍ତ ଲଗେଇ କରିବେ ଚିତ୍ତ ସଂଯୁକ୍ତ ହେବ। ତେଣୁ ଚିତ୍ତ ଯଦି ଶୁଦ୍ଧ ପବିତ୍ର ଭକ୍ତି ହୋଇଥିବ ତେଣୁ ଭଗବାନଙ୍କର ନିକଟସ୍ଥ ହେବ। ଆମେ ଏଇଥିପାଇଁ ଦେଉ ଯେ ଭଗବାନ, ହେ ଠାକୁର ମହାପ୍ରଭୁ, ମୁଁ ହେଉଛି ବାସ୍ନାଯୁକ୍ତ ମାନେ ସୁଗନ୍ଧ ଫୁଲ, ମୋର ଏଇ ଫୁଲକୁ ଅର୍ଥାତ୍ ମୋତେ ଆପଣଙ୍କ ନିକଟତର କରାନ୍ତୁ। ଆପଣଙ୍କ ପାଦପଦ୍ମରେ ଲଗାନ୍ତୁ। ମୁଁ ଆପଣଙ୍କ ପାଦପଦ୍ମକୁ ଧ୍ୟାଇବା ପାଇଁ ଏ ସୁଗନ୍ଧ ରୂପକ ପୁଷ୍ପ ମୁଁ ଅର୍ପଣ କରୁଛି। ମାନେ ମୁଁ ଆପଣଙ୍କ ନିକଟକୁ ଯିବା ପାଇଁ ଚାହୁଁଛି। ମୁଁ ଗନ୍ଧହୀନ ପୁଷ୍ପ ହେବାକୁ ଚାହୁଁନାହିଁ। ଭଗବାନ ଏଇଠି ଭକ୍ତର ପରୀକ୍ଷା ନିଅନ୍ତି। ଫୁଲ ତ ଦେଇଦେଲେ ହେବନି, ଯଦି ଭକ୍ତି ରୂପକ ଫୁଲ ମାନେ ସୁଗନ୍ଧ ପୁଷ୍ପ ଭଗବାନଙ୍କୁ ଦେଇ ଯଦି ଶୁଦ୍ଧିଚିତ ନ ହୋଇଥାଏ ତେବେ ଭଗବାନ ଗ୍ରହଣ କରିବା ପରିବର୍ତ୍ତେ ଓଲଟା ଫଳ ମଧ୍ୟ ଦେଇପାରନ୍ତି। ତେଣୁ ଭକ୍ତିର ଫୁଲ, ହୃଦୟକୁ ଭକ୍ତିର ଫୁଲ ବନାନ୍ତୁ।
ସୁଗନ୍ଧ ଫୁଲ ତେବେ ହୃଦୟ ଯେତେବେଳେ ଟାଣିବ ସେଇ ସୁଗନ୍ଧ ରୂପକ ହୃଦୟଟି ଭଗବାନ ଗ୍ରହଣ କରିବେ ନିଶ୍ଚିନ୍ତ। ଏଇଟା ହେଲା ଗନ୍ଧହୀନ ପୁଷ୍ପ ସୁଗନ୍ଧ ପୁଷ୍ପ ବିଷୟରେ। ଯେକୌଣସି କାମ କଲେ ତାର ଫଳ ଆଶା ରଖିବା ଉଚିତ ନୁହେଁ। ତେଣୁ ଆପଣ ଏଇ କାମଟି କରୁଛନ୍ତି, ପୂଜା କରୁଛନ୍ତି, ଫଳ ଆଶା ରଖନ୍ତୁ ନାହିଁ। ବାସ୍ନାଯୁକ୍ତ ଫୁଲ ହୋଇ ଭଗବାନଙ୍କ ଚରଣରେ ରୁହନ୍ତୁ। ମୁଁ ଫୁଲ ଦେଉଛି, ମୁଁ ଦେଉଛି, ମୁଁ ଅର୍ଥାତ୍ ମୁଁ ଏଠି ବୁଝିଲେ ଜୀବାତ୍ମା ସହ ଯୋଡ଼ି ହୋଇ ମୁଁ ଫୁଲ ଦେଉଛି। ମୋର ଫୁଲ ପବିତ୍ର ଜୀବାତ୍ମାର ଫୁଲ। ତେଣୁ ଏହି ଗନ୍ଧଯୁକ୍ତ ଫୁଲକୁ ହେ ଭଗବାନ ଠାକୁର ମୋ ଗ୍ରହଣ କରି ମୋ ପାପୀ ହାତକୁ ପାପୀ ଶରୀରକୁ ପାପରୁ ମୁକ୍ତ କରାନ୍ତୁ। ଗୀତାରୁ ଆଉ ଗୋଟିଏ ପଦ ନେବା। ଅନନ୍ୟାଶ୍ଚିନ୍ତୟନ୍ତୁ ମାଂ ୟେ ଜନଃ ପ୍ରୟୁପାସତେ ଏଷାଂ ନିତ୍ୟାଭିୟୋତ୍କାନଂ ଯୋଗେକ୍ଷମଂ ହୋମ୍ୟହମ୍। ଭଗବାନ କହୁଛନ୍ତି ଯେଉଁମାନେ ମୋତେ ଚିନ୍ତନ ମାନେ ଶୁଦ୍ଧ ଚିତ୍ତରେ ଉପାସନା କରନ୍ତି ମୁଁ ତାଙ୍କୁ ଅପ୍ରାପ୍ତ ବସ୍ତୁ ଦିଏ ଏବଂ ପ୍ରାପ୍ତ ବସ୍ତୁକୁ ରଖେ। ତେଣୁ ଆପଣମାନେ ଏହି ମାର୍ଗରେ ରହି ଯଦି ଭଗବାନଙ୍କୁ ପୂଜା ଉପାସନା କରୁଛନ୍ତି ତେବେ ଆପଣଙ୍କର ଯେଉଁ ଫଳ ନଥାଏ ସେ ଫଳ ମିଳିଯାଏ। ଆପଣମାନେ ଭାବୁଥିବେ ହଠାତ୍ କାହିଁକି ମୋର ଏତେ ଆସିଗଲା, କିଛି ନଥିଲା। ଯଦି ଆପଣ ସତ୍ରେ ଥିବେ, ସତ୍ ଆଚରଣ କରୁଥିବେ, ହୃଦୟ ସତ୍ ଥିବ, ନିର୍ମଳ ଥିବ, ନିର୍ମଳ ପାଣିରେ ଭଗବାନ ଖେଳିବାକୁ ଆପେ ଆପେ ଆସିଯାଆନ୍ତି। ଆଉ ଗୋଟେ ପଦ ନିଅନ୍ତୁ ଗୀତାରୁ। ସମୋହଂ ସର୍ବଭୂତେଷୁ ନ ମେ ଦ୍ୱେଷନ୍ତି ନ ପ୍ରିୟ ୟେ ଭଜନ୍ତି ତ୍ୱାଂ ଭକ୍ତା ମୟି ତେ ତେଷୁ ଚାପ୍ୟହମ୍। ଭଗବାନ କହୁଛନ୍ତି ମୁଁ ସକଳ ଜୀବଙ୍କର, ମୋ ଠାରେ କୌଣସି ଅନ୍ତର ପାନ୍ତର ନାହିଁ। ଯିଏ ମୋ ପାଖକୁ ଆସିପାରିଲା ସେ ମୋର ହୋଇ ରହିଲା, ଆଉ ଯିଏ ଆସି ନ ପାରିଲା ସେ ମୋ ଠାରୁ ଦୂରରେ ରହିଲା। ତେଣୁ ଭଗବାନଙ୍କର ଶରଣାପନ୍ନ ନିକଟତର ହେବା ପାଇଁ ଏହି ହୃଦୟ ରୂପକ ସୁଗନ୍ଧ ପୁଷ୍ପ ଧାରଣ କରି ସେହି ପୁଷ୍ପକୁ ଦିଅନ୍ତୁ। ଆପଣମାନେ ବୁଝୁଥିବେ ଯେ ଗନ୍ଧହୀନ ପୁଷ୍ପ ଆଉ ସୁଗନ୍ଧ ପୁଷ୍ପ, ଏ ସୁଗନ୍ଧ ପୁଷ୍ପକୁ ଆମେ ନ ଦେଇ, ଗନ୍ଧହୀନ ପୁଷ୍ପ ତ ଲଗାଯାଏନି, ସୁଗନ୍ଧ ପୁଷ୍ପକୁ ଆମେ ଠାକୁରଙ୍କୁ ନ ଦେଇ ଉଦ୍ଭିଦ ଦେହରୁ ମାନେ ଫୁଲ ଗଛରୁ ତୋଳିକି ତେବେ କ'ଣ ଆମ ହୃଦୟ ଯଦି ପବିତ୍ର ଫୁଲ ରୂପକ ହୁଏ ଆମେ ଦେଇପାରିବାନି? ମୁଁ ଏକଥା କହିଛି, ମୂର୍ତ୍ତି ପୂଜା କଲେ ଲାଭ କ'ଣ ଏପିସୋଡ଼ରେ କହିଛି। ତେଣୁ ଏ ଆଳେ ପୁଣି କହୁଛି ଯେ ଆମକୁ ଏହା ସହଜ କରିବା ପାଇଁ ଯଦି ଆପଣ ପୂଜାସ୍ଥଳରେ ରହିବେ ତେବେ ମନ ପବିତ୍ର ରହିବ। ବାରମ୍ବାର ଯଦି ଜ୍ଞାନ ଶୁଣୁଥିବେ ଅଜ୍ଞାନ ଦୂର ହୋଇଯିବ। ତେଣୁ ଭଗବାନଙ୍କୁ ନିକଟତର ହେବା ପାଇଁ ଭଗବାନଙ୍କ ପାଇଁ ଆମେ ଭଗବାନଙ୍କୁ ଯେକୌଣସି ରୂପରେ ରଖି ମୂର୍ତ୍ତି ପୂଜା କରୁ, ଫୁଲ ଫଳ ପୁଷ୍ପ ଅର୍ପଣ କରୁ। ତେଣୁ ଏହି ଫୁଲ ପତ୍ର ଫଳରୁ ଆମେ ଆଜି ଫୁଲ ବିଷୟରେ କହିଲୁ। ଭଲ ଲାଗୁଥିଲେ
सब्सक्राइब लाइक करंतु। जदि आपण ये चैनल को देखा और सहजरे आपण को मोबाइल को आसवा था तेरे भल पाइबा दे ये सब करंतु। मु बेसी किछि कहना रहुछि। जय जगन्नाथ। रवींद्र कुल्हारी।